शुभ स्वागतम सासों की सरगम गाए सुस्वागतम। ओम गुरुर्ब्रह्मा गुरुर्विष्णु गुरुर्देव महेश्वर गुरुर्साक्षात् परम ब्रह्म तस्मै श्री गुरवे नमः। अज्ञानतिमिरान्धस्य ज्ञानाञ्जनं शलाकया चक्षुरुन्मीलितं येन तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। पवित्र गुरु दिवस अवसରରେ ଆଜି ଭଟିକା ହାଇସ୍କୁଲକୁ ମୁଁ ଆସିଛି। ପୁଣି ଆଶ୍ଚର୍ଯ୍ୟ ଲାଗେ, ଟିକେ ଟିକେ ଲାଜ ବି ଲାଗେ ଯେ ମୁଁ ମୁଖ୍ୟ ବକ୍ତା ରୂପେ ଆସିଛି ପରା। ହଉ, କିଛି କଥା ନୁହେଁ, ମୁଁ ସେତେ ବଡ଼ ସମ୍ମାନ ଅଧିକାରୀ ନୁହେଁ। ଯାହା ବି ହଉ, ଆଜି ଆମର ଯିଏକି ମୁଖ୍ୟ ଗୁରୁ ରାଧାକୃଷ୍ଣଙ୍କ ଚରଣ କମଳରେ ପ୍ରଥମେ ନମନ କରୁଛି। ତାପରେ ଆମର ମଞ୍ଚାସୀନ ଆମର ମୁଖ୍ୟ ଅତିଥି ମହୋଦୟ ଆମ ସିଂ ବାବୁ, ଅନ୍ୟାନ୍ୟ ଗୁରୁଜୀ ଗୁରୁମା ବୃନ୍ଦ ଏବଂ ଆଗରେ ବସିଥିବା ସମସ୍ତ ଛାତ୍ରଛାତ୍ରୀ, ଗୁରୁ ଦିବସ ମହାନତା ବିଷୟରେ ଆମର ପ୍ରଥମେ ତାଙ୍କର ସ୍ୱାଗତ ଭାଷଣରେ ତ ଶିକ୍ଷୟିତ୍ରୀ କହିଗଲେ, ତାପରେ ଆମର ଛୁଆମାନେ ଛାତ୍ରଛାତ୍ରୀମାନେ ସେମାନେ ମଧ୍ୟ ଖୁବ୍ ସୁନ୍ଦର ଭାବରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଛନ୍ତି। ଆଉ ଆମର ଯିଏକି ମୁଖ୍ୟ ଗୁରୁ, ତାଙ୍କ ଜନ୍ମତିଥି କ'ଣ, ତାଙ୍କ ବାପା ମା' କ'ଣ କ'ଣ ଏସବୁ ତ ଆପଣମାନେ ଜାଣିଛନ୍ତି, ସମସ୍ତେ କହିଛନ୍ତି ନିଜ ନିଜ ବକ୍ତବ୍ୟ। ମୁଁ ସେସବୁ କିଛି କହୁନାହିଁ। ମୁଁ ଯାହା କହିବାକୁ ଯାଉଥିଲି ସେଟା ମନେ ପଡ଼ିଲେ କହିବି, କିନ୍ତୁ ପ୍ରଥମେ ଗୋଟିଏ ନୂଆ କଥା ଶୁଣିଲି, ଯେଉଁଟାକି ଆମର ପୂର୍ବ ବକ୍ତା ସାର୍ କହିଗଲେ ଯେ ଦ୍ରୋଣଗୁରୁ ଭୁଲ କରିଛନ୍ତି, ଅହକ୍ରିୟା ହେଇକିରି ସେ ତାର ଆଙ୍ଗୁଠ କଟେଇ ନେଲେ। ଏଇଟା ଟିକେ ମୋତେ ବାଧା ହେଲା। ମୁଇଁ ଯାହା ବୁଝିଛେ ଭୁଲ ହେଇପାରେ, କିନ୍ତୁ ଭୁଲ ବୋଲି ମୁଇଁ ନେ ଭାବି ପାରବାର। ମୁଇଁ 100% ଠିକ୍ ଆଜ୍ଞା ବୋଲି ମୋର ମନେ ଭାବୁଛେ। ଯଦି ସେଟା ଭୁଲ ବୋଲିକିରି ପ୍ରମାଣିତ ହୁଏ ବା ଅନ୍ୟ ସାର୍ମାନଙ୍କୁ ଯଦି ମୁଁ ଦିଗ୍ଦର୍ଶନ ପାଇମି, ସେମାନେ ନିଶ୍ଚିତ ଭାବରେ ମୋ ଦିଗ୍ଦର୍ଶକ ହିସାବରେ ତାଙ୍କୁ ମୁଇଁ ନିଶ୍ଚିତ ଭାବରେ ସମ୍ମାନ ଦେବି। ମୁଇଁ ଯାହା ଭାବିଛେ, ବହୁତ ଦିନରୁ ତାଙ୍କର ଆକାଂକ୍ଷିତ ଯୁଦ୍ଧ ଶିଖିବାର ଲାଗି ଜଣେ ପ୍ରସିଦ୍ଧ ଯୋଦ୍ଧା ହେବାର ଲାଗି ସେ ପହଞ୍ଚିଥିଲେ ଏକଲବ୍ୟ, ଯିଏକି ପାଣ୍ଡବ କୌରବମାନଙ୍କର ଗୁରୁ ଦ୍ରୋଣାଙ୍କ ପାଖ। ତାଙ୍କର ସେଇ ଶିକ୍ଷା ଯେଉଁ ଦେଉଥିଲେ ସେ କକ୍ଷକୁ ନିଜ ମନୋଭାବ ପ୍ରକାଶ କଲା ପରେ ଗୁରୁ ଚୁପ୍ ରହିଥିଲେ। ଗୁରୁ କିଛି କହିବା ପୂର୍ବରୁ ସେ ଗୁରୁଙ୍କୁ ସିନା ଆଦେଶ ମାଗିଲେ। ଗୁରୁ କିଛି କହିବା ପୂର୍ବରୁ ହଠାତ୍ ଅଯାଚିତ ଭାବରେ ଦୁର୍ଯ୍ୟୋଧନ ଆସିଗଲେ। ତୁମେ ଗୋଟେ ନିଜ ଜାତିର, ତୁମେ ଆମର ଏଇଠି ଶିଷ୍ୟତ୍ୱ ଗ୍ରହଣ କରିବାର ଅଧିକାର ନାହିଁ, ତୁମେ ଚାଲିଯାଅ। ତାଙ୍କ ନିର୍ଦ୍ଦେଶ, ମୁଁ ତାକୁ ଲମ୍ବା କରିବିନି, ସର୍ଟକଟ୍ କରିଦେଉଛି। ତାଙ୍କ ନିର୍ଦ୍ଦେଶ ଏପରିକି ଦୁଃଶାସନ ତାଙ୍କୁ ଧକ୍କା ଦେଇକି ତଳି ଦେଇଥିଲା ଏବଂ ତାଙ୍କର ଅନୁନୟ ବିନୟ ରକ୍ଷା କରି ସେ ସତ୍ପ ଲାଭ କରିପାରିଲେ ନାହିଁ। ଏବଂ ଦ୍ରୋଣଗୁରୁ ଅବାଧ ହୋଇକରି ସେସବୁ ଦେଖୁଥିଲେ, ଲକ୍ଷ୍ୟ କରୁଥିଲେ ଆମର ଏକଲବ୍ୟଙ୍କର ହୃଦୟର ନିର୍ମଳତାକୁ। ସେ ଯେ କେତେ ପରିଶ୍ରମ କରି କେତେ ସୁନ୍ଦର ଗୋଟେ ଆଶା ରଖି ଆସିଥିଲେ ଗୁରୁ ରୂପେ ବର୍ଣ୍ଣନ କରିବା ପାଇଁ ଦ୍ରୋଣଙ୍କ ପାଖକୁ, ସେ ଉପେକ୍ଷିତ ହେଲେ। ପୁଣି ଲକ୍ଷ୍ୟ କରୁଥିଲେ ପାଣ୍ଡବମାନଙ୍କୁ। ଯେତେବେଳେ ଯୁଧିଷ୍ଠିର ଆସି କହିଲେ, ଗୁରୁଦେବ କାହିଁକି, ସେ ତ ଆପଣଙ୍କୁ ଠାରୁ ଯୁଦ୍ଧ ଶିଖିବା ପାଇଁ ଆସିଛି, ଆମ ସହିତ ତାଙ୍କୁ ଶିକ୍ଷା କରି କ୍ଷତି କ'ଣ? ଗୁରୁ ପୁଣି ଉତ୍ତର ନ ଦଉ ଦଉ ହଠାତ୍ ଦୁର୍ଯ୍ୟୋଧନ ଚିହିକି ଉଠିଲେ, ହେ ଦୁଷା, ଯାଅ ଧକ୍କା ଦେ ତଳିଲ ତାକୁ। ଆମେ କ୍ଷତ୍ରିୟମାନେ ଆମର ଗୁରୁକୁ ସେ ଗୁରୁ କରିବ କାହିଁକି? ଦୁଷା ଯେତେବେଳେ ଦୌଡ଼ି ଆସିଲା,
ଧକ୍କା ପାଇବା ପୂର୍ବରୁ ଘୁଞ୍ଚି ଆସିଥିଲା ଏକଲବ୍ୟ। ଚାଲିଗଲା ସେ ନିଜର ଗନ୍ତବ୍ୟ ପଥରେ, ନିଜ ପଥରେ ଚାଲିଗଲା। ମନେ ମନେ ଭାବିଲା, ଦୃଶ୍ୟକୁ ଅନୁଭବ କଲା, ଆହା ଗୁରୁଙ୍କର ମୁହଁରେ ତ ମୁଁ ଦେଖୁଥିଲି ଗୋଟେ ଅପୂର୍ବ ଝଲକ। ମୋ ପ୍ରତି ଯେଉଁ ପ୍ରକାର ବ୍ୟବହାର ଦେଖାଇଲେ କୌରବ ମାନେ, ଗୁରୁଙ୍କ ମୁହଁରେ ତ କୌଣସି ରାଗର ଚିହ୍ନ ନଥିଲା, ବରଂ ଶିଷ୍ୟତ୍ୱର ମଧୁର ଝର ଝରି ଉଠୁଥିଲା। ମୋତେ ସେ ଶିଷ୍ୟ ରୂପେ ବର୍ଣ୍ଣନା କରିବା ପାଇଁ ସେ ବୋଧେ ଚାହୁଁଥିଲେ, କିନ୍ତୁ କ'ଣ ଭାବିକି ସେ ଚୁପ୍ ରହିଲେ। ତାଙ୍କ ଶିଷ୍ୟ ହେଇକି ଦୁର୍ଯ୍ୟୋଧନକୁ ବାଧା ଦେଲେ ନାହିଁ। ନା ନା ନା, ସେ ଯେ ଗୁରୁଦେବ, ଗୁରୁ ମାତ୍ରକେ ନମସ୍ୟ, ମହାନୁଭବ। କେଉଁ ଉଦ୍ଦେଶ୍ୟରେ ସେ ନୀରବ ରହିଲେ ମୁଁ ଯେବେ ଜାଣିବା କଥା ଜାଣିବି ପଛକେ, କିନ୍ତୁ ଗୁରୁଙ୍କର ଉଦ୍ଦେଶ୍ୟ ନିଶ୍ଚୟ ଅଛି। ଗୁରୁ କେବେ ହେଲେ ଭୁଲ କରନ୍ତି ନାହିଁ, ଗୁରୁ କେବେ ହେଲେ ମୋତେ ରାଗି ନାହାନ୍ତି, ଗୁରୁଙ୍କର ସ୍ନେହ ମୋ ଉପରେ ନିଶ୍ଚିତ ଭାବରେ ରହିଛି। ଦେଖାଯାଉ କ'ଣ ହେଉଛି। ଗୁରୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ନିଜର କକ୍ଷରେ ଗୁରୁଙ୍କୁ ପ୍ରତିଦିନ ସେ ପୂଜା କରେ ଏବଂ ସେଇଠି ସେ ଯୁଦ୍ଧ ବିଦ୍ୟା ଶିଖେ। ଗୁରୁଙ୍କର ପ୍ରତିମୂର୍ତ୍ତିକୁ ସେ ଗୁରୁ ରୂପେ ବର୍ଣ୍ଣନା କରୁଥିଲା। ଆଜି ଆମେ ଟିଭି ଦେଖିକିରି ବହୁତ ଦୂର ଦୂରାନ୍ତର କଥା ଶୁଣୁଛୁ, କିନ୍ତୁ ସେତେବେଳେ ସେ ଗୁରୁ ଭକ୍ତି କେତେ ଉପରକୁ ଉଠିଥିଲା ଯେ ଯୋଜନ ଯୋଜନ ସହସ୍ର କୋଶ ଦୂରରେ ଥିବା ସେଇ ଯୁଦ୍ଧ ଶିଖାଉଥିବା ଦ୍ରୋଣଙ୍କର ହାବ ଭାବ ଭଙ୍ଗୀ କଥାବାର୍ତ୍ତା ସବୁ ସେଇଠି ସେ ଜାଣିପାରୁଥିଲା, ଶୁଣିପାରୁଥିଲା ଏବଂ ନିଜେ ସେଇଠି ଅସ୍ତ୍ର ଶିକ୍ଷା କରି ସେଥିରେ ପାରଙ୍ଗମ ହେଲା। ଏପରି ସମୟକ୍ରମେ ମୁଁ ଦୌଡ଼େଇ କହୁଛି, ସମୟକ୍ରମେ ସେଇ କୌରବ ପାଣ୍ଡବ ମାନେ ସମସ୍ତେ ଯାଇ କୌଣସି ଗୋଟେ କାରଣରୁ ଯୁଦ୍ଧ ହେଲା, ସେ କାରଣକୁ କହିବାକୁ ମଧ୍ୟ ସମୟ ହେଇଯିବ। ସେମାନେ ସମସ୍ତେ ମୃତାହତ ବିକ ସମସ୍ତେ ମୂର୍ଚ୍ଛିତ ହୋଇପଡ଼ିଲେ। ଯେତେବେଳେ ସମସ୍ତେ କୌରବମାନେ ମୂର୍ଚ୍ଛିତ ହୋଇଗଲେ, ପାଣ୍ଡବମାନଙ୍କୁ ନେଇକରି ଯେତେବେଳେ ଦ୍ରୋଣ ଦେଖିଲେ ଏଇସବୁ ଅବସ୍ଥା, ଏବଂ ଏକଲବ୍ୟ ଦୌଡ଼ି ଆସି କହିଲା ଯେ ଏଇମାନେ ଏମିତି ଭୁଲ କରୁଥିଲେ, ତେଣୁକରି ମୁଁ ତାକୁ ଏ ଅବସ୍ଥା ଦେଇଛି। ପୁଣି ଯୁଦ୍ଧ ବ୍ୟବସ୍ଥା ହେଲା। ଅର୍ଜୁନ ସହିତ ଏକଲବ୍ୟର ବିରାଟ ଯୁଦ୍ଧ ହେଲା। ଯୁଦ୍ଧରେ ଦେଖିଲା ବେଳକୁ ଏକଲବ୍ୟ ନା ହାରିବ ନା ଆମର ଅର୍ଜୁନ ହାରିବ, ଅସ୍ତ୍ର ଭିତରେ କିଏ ପାରଙ୍ଗମ, ତାହା ଜଣେ ନୂଆ ହିଁ ଦେଖିଲେ କେହି ବୁଝିପାରିବ ନାହିଁ। ଦ୍ରୋଣ ଗୁରୁ ପରା, ସେ ସବୁ କଥା ଜାଣନ୍ତି। ସେ ମଝିରେ ଯୁଦ୍ଧ ବନ୍ଦ କରିଦେଲେ, କହିଲେ, ଆଚ୍ଛା ବାବୁ, ତୁମେ ତ ଏତେ ସୁନ୍ଦର ଅସ୍ତ୍ର ଚାଳନା କରୁଛ, ତୁମର ଗୁରୁ କିଏ? ସେ ସେତେବେଳେ ପଦବନ୍ଦନା କରିଛି, ଗୁରୁ ହେଉଛନ୍ତି ଆପଣ। ଏକଲବ୍ୟଙ୍କ ଗୁରୁ ହେଉଛି ଗୁରୁ ଦ୍ରୋଣ। ଅର୍ଜୁନ ଅବାକ ହେଇଗଲେ, ଆରେ ସେଦିନ ତ ତୋଳି ଦିଆଯାଇଥିଲା, ୟା ପରି ଗୁରୁ କେମିତି ହେଲେ? ଅବାକ ହେଇକରି ମନେ ମନେ ଭାବିଲେ ସିନା, ଅର୍ଜୁନଙ୍କର ମନର ଭାବ ଗୁରୁ ଦ୍ରୋଣ ବୁଝିଗଲେ। ଦ୍ରୋଣଙ୍କ ଗୁରୁ ବିଷୟରେ ଯେଉଁ କଥା ଭାବନା ଆସିଲା, ସେଇଠି ଅର୍ଜୁନ ପୁଣି ଭାବିଲେ, ଆରେ ଏଇ ଭୁଲ କ୍ରମେ ତାହେଲେ ଆମର ଏଇ ଗୁରୁଙ୍କୁ ଦ୍ରୋଣ ବୋଲି କହିଦେଉଛି କିରେ, ଆଉ ଗୋଟେ ଦ୍ରୋଣ କିଏ ଥାଇପାରେ, ଇଏ ତ ଶିଖାଇ ନାହାନ୍ତି, ମୁଁ ଜାଣିଛି, ତାହେଲେ ଅନ୍ୟ କୌଣସି ଗୋଟେ ଦ୍ରୋଣ ଥାଇପାରେ, ଏଇ ଭୁଲ କ୍ରମେ ଆମ ଗୁରୁକୁ ଗୁରୁ ବୋଲି କହିଦେଉଛି କି? ଏଇ କଥା ମଧ୍ୟ ଦ୍ରୋଣ ଗୁରୁ ଭାବି ପାରିଲେ। ଆଚ୍ଛା ଠିକ୍ ଅଛି ରେ ଅର୍ଜୁନ, ପ୍ରକୃତିରେ ମୁଁ ଶିଖେଇଛି ନା ୟାର ଗୁରୁ ଭକ୍ତି ଶିଖେଇଛି, ନା କୌଣସି ପ୍ରକାର ଏ ଉପରେ ରହସ୍ୟ ରହିଛି? କେଉଁ କାରଣରୁ ସେ ତୁମେ ସିଧାସଳଖ ଯୁଦ୍ଧ ଶିଖିଥିଲେ ମଧ୍ୟ, ଜଣେ ଏତେ ଦୂର ଦୂରାନ୍ତରେ ଥାଇକି ଯୁଦ୍ଧ ଶିଖିଲେ ମଧ୍ୟ ସେ କାହିଁକି ଏତେ ଉପରକୁ ଉଠି ପାରିଲା? ଏଇ ଅତିରେ ଅଳ୍ପ ସମୟ ମଧ୍ୟରେ ତୁମେ ବୁଝିଯିବ। এইটা মনে মনে গুরু মধ্যে চিন্তা করে। ঠিক সেইপରି କହିଲେ ଏକଲବ୍ୟ, ଆଏ ଏକଲବ୍ୟ ଦ୍ରୋଣ କହୁଛନ୍ତି, ଏକଲବ୍ୟ ତୁମେ ଯେବେ ମୋର ଛାତ୍ର ତାହେଲେ ମୋତେ ତ ଦକ୍ଷିଣା ଦେଇନାହ। ଲମ୍ବା କରି କହିଲେ ଲମ୍ବିଯିବ, ଭିତର ମୁଖବନ୍ଧ ମୁଁ ଦେଉନି, ସିଧା ଟପିକ୍ ପଡ଼ି ଯାଉଛି। ଆଏ ଏକଲବ୍ୟ ତୁମେ ଯଦି ମୋର ଛାତ୍ର କେବେ ତ ଦକ୍ଷିଣା ଦେଇନାହ। ହଁ ଗୁରୁଦେବ, ସେଇ ସୁଯୋଗ ମୁଁ ଖୋଜୁଥିଲି, ଆଜି ପାଇଯାଇଛି। ଆପଣଙ୍କୁ ଦକ୍ଷିଣା ଦେବା ପାଇଁ ହୃଦୟର ଆବେଗ ବଢ଼ି ଉଠୁଛି, କିନ୍ତୁ ସୁଯୋଗ ପାଇଯାଇ ଗୁରୁଦେବ, ଆପଣ କୁହନ୍ତୁ ସାର୍ କ'ଣ ଦେବି? ଆଚ୍ଛା ମୁଁ ଯାହା କହିଲେ ତାହା ଦେଇପାରିବ? ହେ ଗୁରୁଦେବ, ଏଇ ପ୍ରଶ୍ନ ଶୁଣି ମୋତେ ଲାଜ ଲାଗୁଛି। ଯିଏ ଶିଷ୍ୟ ସେ କ'ଣ ସତ କହିବ? ଗୁରୁଦେବ ଯାହା କହିବେ ତାହା ଦେବି ବୋଲିକିରି? ଏଇଟା ସତ କରିବାକୁ ପଡ଼ିବ ନାହିଁ ଗୁରୁଦେବ।
ଆପଣ ଯାହା ମାଗିଲେ ନିଶ୍ଚିତ ଭାବରେ ମୁଁ ଦେବି, ମୁଁ ଆପଣଙ୍କର ଛାତ୍ର। ଏମିତି କହିଲା ବେଳକୁ ସେଇ ଅର୍ଜୁନ ଭାବୁଛନ୍ତି, ଆରେ ସତରେ ଏଇଟା ଗୁରୁ, କେବେ ତ ଶିଖେଇବାର ମୁଁ ଜାଣିନାହିଁ, ସବୁଦିନ ତ ଆମ ସାଙ୍ଗରେ ଥାନ୍ତି, ଦେଖିବା ସତରେ ଯଦି ଗୁରୁ ଏବେ ଦକ୍ଷିଣା ବେଳେ ଜଣାପଡ଼ିଯିବ। ଆଚ୍ଛା ବାବୁ, ତୁ ଯଦି ମୋତେ ଦେବୁ ତୋର ଡାହାଣ ହାତର ବୁଢ଼ା ଆଙ୍ଗୁଠିଟାକୁ କାଟି ଦେଇକି ଦେଇପାରିବୁ? ହଁ ଗୁରୁଦେବ। ସେ ଆଉ ବିଚାରିଲା ନାହିଁ, ଯେଉଁଟାକି ମୁଁ ବହୁତ ଦିନର ମୋର କାମ୍ୟ ଥିଲା ଗୋଟେ ପ୍ରସିଦ୍ଧ ଯୋଦ୍ଧା ହେବା ପାଇଁ, ଏଇ ବୁଢ଼ା ଆଙ୍ଗୁଠି କାଟିଦେଲେ ମୋର ଆଉ କହୁଣି କଷୁଣି ରହିବ ନାହିଁ, ଆଉ ମୋର ଶିକ୍ଷା ସବୁ ଫେଲ୍ ହେଇଯିବ। ଏତେ କଥା ମଧ୍ୟ ସେ ଭାବି ନାହିଁ, ସାଙ୍ଗେ ସାଙ୍ଗେ ବାମ ହାତରେ ଖଣ୍ଡା ଦେଇ ଆଙ୍ଗୁଠି କାଟି ଦେଇଥିଲା, ଗୁରୁଙ୍କୁ ଅର୍ପଣ କରିଦେଇଥିଲା। ଅବାକ୍ ହେଇଗଲେ ସମସ୍ତେ। ଆଉ ପରେ ପରେ ଭାବିଲେ ଏକଲବ୍ୟ, ଆଚ୍ଛା ଗୁରୁଦେବ ମୋତେ ତ ଯାହା କହିଲେ ଦେଇପାରିଥାନ୍ତି, ଦେଇଛି ମଧ୍ୟ, କିନ୍ତୁ ଡାହାଣ ଆଙ୍ଗୁଠି କାଟିବାର ଏକ ରହସ୍ୟ ତ ବୁଝିପାରୁନାହିଁ। ହଉ ଠିକ୍ ଅଛି, ସମୟ କରିବ ବୁଝିବି। ଆପଣ ତ ଗୁରୁଙ୍କ ତ କ୍ଷତି ହେଲେ କରିବେ ନାହିଁ। ପୁଣି ତାର ଭକ୍ତି ଅଟୁଟ ଥିଲା। ପିଲାମାନେ ଶୁଣନ୍ତୁ, ପୁଣି ତାର ଅତୁଟ ଭକ୍ତି ଥିଲା। ତାପରେ ପରେ ଅର୍ଜୁନ ଭାବୁଥିଲେ, ଓହୋ ଏଇଟା ହେଲା ଏ ଯୁଦ୍ଧରେ ଏତେ ଉପରକୁ ଉଠିବାଟା। ମୋତେ ଯଦି ମୋତେ ଗୁରୁ ମାଗିଥାନ୍ତେ ଡାହାଣ ହାତର ଆଙ୍ଗୁଠିଟା ମୁଁ କେବେ ଦେଇନଥାନ୍ତି, ଯଦି ବା ଦେଇଥାନ୍ତି ହୁଏତ ପ୍ରଶ୍ନଟିଏ କରିଥାନ୍ତି, ଗୁରୁଦେବ ମୁଁ ପରା କ୍ଷତ୍ରିୟ, ପାଣ୍ଡବମାନ କୌରବମାନଙ୍କ ମଧ୍ୟରେ ସବୁବେଳେ ଯୁଦ୍ଧ ଲଢ଼େଇ ଲାଗିଛି, ମୋ ଭଳିଆ ଧନୁର୍ଦ୍ଧରର ଯଦି ଆଙ୍ଗୁଠିଟା କାଟିଦେଲେ ମୁଁ ଆଉ ଯୁଦ୍ଧ କରିବି କେମିତି? ଅନ୍ୟ କିଛି ମାଗନ୍ତୁ ଗୁରୁଦେବ ବୋଲି ହୁଏତ ମୁଁ ପ୍ରଶ୍ନ କରିଥାନ୍ତି। କିନ୍ତୁ ଯୁଦ୍ଧ ଶିଖିବା ପାଇଁ ୟାର ଏତେ ବଡ଼ ଇଚ୍ଛା ଥିଲା, ତାର ସେ ଇଚ୍ଛାକୁ ଧୂଳିସାତ୍ କରିଦେଲା ଏବଂ ସାଙ୍ଗେ ସାଙ୍ଗେ ସେ ଗୁରୁଙ୍କ କଥାକୁ ମାନି ଡାହାଣ ହାତର ଆଙ୍ଗୁଠି କାଟିଦେଲା। ଓହୋ, ଏଇ ଗୁରୁ ଭକ୍ତି ଭିତରେ ଅଛି ଶିଷ୍ୟର ଏତେ ବଡ଼ ଧନ ପ୍ରାପ୍ତ ହେବା, ନିଜ କାମ୍ୟକୁ ନିଜ କାମନାକୁ ସେ ଚରିତାର୍ଥ କରିବା। ଗୁରୁ ଭକ୍ତିଟା ସେଇଟା। ସେ ପ୍ରାକ୍ଟିକାଲି ସିଧାସଳଖ ଆମେ ଥିଓରିକାଲି ଯଦି ଜଣକୁ ବୁଝେଇବା, ଜଣେ ବୁଝିପାରିବ ନାହିଁ। ପ୍ରାକ୍ଟିକାଲି ଦେଖାଇବାକୁ ଚାହିଁଲେ ଦ୍ରୋଣ, ଏ ଅର୍ଜୁନ ପାଟିରେ କହିନାହାନ୍ତି, ତାର ଭାବନା, ଏ ଅର୍ଜୁନ ତୁ ଭାବୁଥିଲୁ ଏଇ ଦ୍ରୋଣ ବୋଧେ ନୁହେଁ, ଅନ୍ୟ କେହି ଦ୍ରୋଣ ହୋଇଥିବ, ଏଇ ଦ୍ରୋଣ ତାର ଗୁରୁ। କିନ୍ତୁ ତା ଶିକ୍ଷା କାହିଁକି ଏତେ ଉପରକୁ ଉଠିଲା? ଏଇଟା ତାର ଜୀବନର ସମସ୍ତ କାମ୍ୟ ଜିନିଷକୁ ସେ ଗୁରୁ ଭକ୍ତି ରୂପେ ଗୁରୁଙ୍କୁ ଅର୍ପଣ କରିଦେଲା। ପରବର୍ତ୍ତୀ ସମୟରେ ଗୁରୁଙ୍କୁ ସବୁବେଳେ ସେ ସ୍ମରଣା କରେ ଏକଲବ୍ୟ, ହେ ଗୁରୁଦେବ ତୁମର ଏତେ ଦୟା, ପ୍ରତି ଶିକ୍ଷାନୁଷ୍ଠାନରେ ପ୍ରତି ଜାଗାରେ ମୋତେ ତୁମ ସହିତ ମୋ ନାଁକୁ ଯୋଡ଼ି ଦେଇକରି ଏକଲବ୍ୟର ଗୁରୁ ଭକ୍ତି ବୋଲି ସମସ୍ତେ ମୋରି ଉଦାହରଣ ଦିଅନ୍ତି। ତୁମର ଅସୀମ ଦୟାରୁ ତୁମ ନାଁ ସହିତ ମୋ ସାମ ଯୋଡ଼ି ହେଇକରି ସବୁଠାରେ ମୁଁ ଉଦାହରଣ ରହିଗଲି। ମୁଁ ଗୋଟେ ତଳ ସ୍ତରର ନିଚ କୂଳର ବୋଲି ଯେଉଁ ପ୍ରକାର ଭାବନା ଥିଲା, ଗୁରୁଦ୍ରୋଣ ବୁଝେଇ ଦେଇଗଲେ ଯେ ଯେଉଁମାନଙ୍କର ହୃଦୟରେ ଗୁରୁଙ୍କ ପ୍ରତି ସୁନ୍ଦର ଭକ୍ତି ଥାଏ, ନିର୍ମଳ ଭକ୍ତି ଥାଏ, ସେ ଯେଉଁ କୂଳର ହେଲେ ମଧ୍ୟ ଯେଉଁ ଜାତିର ହେଲେ ମଧ୍ୟ ସେ ଦିନେ ତାର କାମନାକୁ ଚରିତାର୍ଥ କରିପାରିବ। ତେଣୁ ପିଲାମାନେ ଗୁରୁ ଦ୍ରୋଣ ଅହଂକ୍ରିୟା ହେଇକି କାମ ନାଇଁ କରି ଗୁରୁ ଭକ୍ତିର ଯେଉଁ ଶ୍ରେଷ୍ଠତ୍ୱ ତାହା ଦେଖାଇ ଦେବା ପାଇଁ ଜଗତକୁ ଚାହିଁଛନ୍ତି। ତେବେ ଟିକେ କହିବି, ଗୁରୁ କାହାକୁ କହିବା? ଆମର ଗଙ୍ଗାଧର ଲେଖିଛନ୍ତି, ଯାଠାରୁ ଯେ ବେଶୀ ଜାଣେ ଗୁରୁ ସେ ତାହାର, ଯୋଗ୍ୟତମ ଅଟେ ସେ ପାଇବାକୁ ଗୁରୁ ବ୍ୟବହାର। ଯାଠାରୁ ମଧ୍ୟ ଯେ ଅଧିକା ଜାଣିଛି, କିଛି ଶିଖେଇ ପାରେ ଆଉ ଜଣକୁ, ସେ ଗୁରୁର ମାନ୍ୟତା ପାଇବାକୁ ଦରକାର। ତୁମେ ଜାଣିଛ କୃପାଳୁ ଦକ୍ଷ କଥା, ସେଇଠି କେବେ ବ୍ୟାସଦେବ ଗଛରୁ ଫଳ ଛିଣ୍ଡେଇବାଟା ଗଛକୁ ନଇବାର ମନ୍ତ୍ର ଜାଣିନଥିଲେ ଯେ କାହିଁ ଗୋଟେ ଶ୍ୟାଳ ଜାତିର ଜଣକୁ ପଚାରିଦେଲେ ଏବଂ ତାଙ୍କୁ ମଧ୍ୟ ଗୁରୁର ମାନ୍ୟତା ଦେଇ ତାର ପାଦ ସ୍ପର୍ଶ ପ୍ରଣାମ କରୁଥିଲେ, ଯିଏକି ଆମ ପୃଥିବୀର ଶ୍ରେଷ୍ଠ ଗୁରୁ ବ୍ୟାସଦେବ। ଏଇଠି ଜଣାପଡ଼େ ଯେ ଗୁରୁ ଯାହାଠାରୁ ଯିଏ ଯେଉଁଠୁ ଶିଖିବା ସେ ଆମର ଗୁରୁ। ତାପରେ ସମସ୍ତଙ୍କର ଗୁରୁ ଅଛନ୍ତି।
ତୁମେ ଆମକୁ ଗୁରୁ କହିଲ, ଆମର ମଧ୍ୟ ଗୁରୁ ଅଛନ୍ତି। ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ମଣଇ ଜାଣି ସଦା ଶିଷ୍ୟ ମତେ। ତମେ ଆମ ଗୁରୁ ବୋଲି ଭାବୁଛ ପିଲାମାନେ? ଆମର ଏଇ ଚେୟାରରେ ଯେଉଁ ବସିଛୁ, ଗୁରୁ ରୂପରେ ତୁମେ ଆମକୁ ଫଳ ଦୀପ ଦେଲ, ଫଳ ଚନ୍ଦନ ମଖାଇଲ, କିନ୍ତୁ ଆମର ମନରେ ଯଦି ଆମେ ଗୁରୁ ବୋଲି ଯଦି ଗର୍ବ ଅନୁଭବ କରୁ, ତାହେଲେ ଆମେ କେବେ ମଧ୍ୟ ଠିକ୍ ନୁହଁ। ତୁମେ ବୁଝିଥିବ, ତୁମେ ଯେତେବେଳେ ଯେଉଁ ସ୍ତର ବୁଝିବ, ତୁମକୁ ଗୁରୁ ବୋଲି କେହି ଗୋଟେ ମାନ୍ୟତା ଦେଲେ ମଧ୍ୟ ତୁମେ ନିଜେ ଆନନ୍ଦରେ ନାଚି ଉଠିବ ନାହିଁ। ତୁମେ ମଧ୍ୟ ତୁମ ଗୁରୁକୁ ଉଚିତ ସମ୍ମାନ ଦେବ ଏବଂ ତୁମେ ଯାହାକୁ ଶିଷ୍ୟ ବା ସାନ ବୋଲି ଭାବୁଛ ତା ପ୍ରତି ତୁମର ହୃଦୟ ଭକ୍ତି ଠିକ୍ ତୁମର ସ୍ନେହ ଠିକ୍ ଭାବେ ଅର୍ପଣ କରିବ। ଯେ ଜନ ମନରେ ପୋଷେ ଗୁରୁ ଗୌରବ, ସେ ଗୌରବେ ଜ୍ଞାନ ତାର ହୋଇ ଖରବ। ଧନ୍ୟବାଦ। ଏଇଟା ଗୁରୁ ଶିଷ୍ୟ କଥା ଆମର ଗମାଧ ଲେଖିଛନ୍ତି। ତ ଆମେ ସମସ୍ତେ ଗୁରୁପଦ ବାଚ୍ୟ ନିଜକୁ ବୋଲି ଆମେ କେତେବେଳେ ହେବା ନା, ଆମର ଶିକ୍ଷା ଆମର ପୃଥିବୀରେ ଯେତେ ଶିଖିବାର ଅଛି, ଆମର ଶିକ୍ଷାର ଶେଷ ଆମେ ପହଞ୍ଚି ପାରିବା ନାହିଁ। ମହାକାଶ କେତେ ଦୂର ଲମ୍ବିଛି ଆମେ କହିପାରିବା ନାହିଁ, ଶିକ୍ଷାର ଶେଷ କେଉଁଠି ଆମେ କହିପାରିବା ନାହିଁ। ତେଣୁ ଆମର ଜୀବନକାଳ ମଧ୍ୟରେ ସବୁବେଳେ ଆମେ ନିଜକୁ ଶିଷ୍ୟତ୍ୱର ଭାବନା ନେଇ ଆମେ ସବୁବେଳେ ଶିଖିବାର ମନୋଭାବ ରଖିବା କଥା ଏବଂ ଶିଖିପାରିଛୁ ବୋଲି ଆମେ କ'ଣ ଶିକ୍ଷା କଥା ଜଣେ କହୁଥିଲେ। ଏବେ ମୁଁ ପେପରରେ ପଢ଼ୁଥିଲି, ଆମର ଦ୍ୱିତୀୟ ବାବୁଙ୍କ ଘରେ ପେପରର ପ୍ରଥମ ପୃଷ୍ଠା ଏଇ ତଳ ଗୋଟେ ଭିତର ପୃଷ୍ଠା ଥିଲା ଯେ ଉପଦେଶର ମୂଲ୍ୟ। ମୁଁ ଶୁଣିକି ପଢ଼ିକି ବହୁତ ମଜା ଲାଗିଲା। ଜଣେ ଜଣେ ଗୁରୁଙ୍କ ପାଖକୁ ଗଲେ, ଆଜ୍ଞା ଏଇ ଉପଦେଶଟା ମୋତେ ବୁଝାଇ ଦିଅନ୍ତୁ। ସେ ସୁନ୍ଦର କରି ବୁଝେଇଦେଲେ, ଫେରି ଆସିଲେ। 2 ଦିନ ଗଲା ପରେ ପୁଣି ଗଲେ, ଗୁରୁଦେବ ଉପଦେଶଟା ବୁଝିଗଲାନି। ପୁଣି ଗୁରୁ ଘର ଭିତରକୁ ଆସ କହିଲେ, ସୁନ୍ଦର କରି ବୁଝାଇଲେ। ଏମିତି 22 ଦିନ ପର୍ଯ୍ୟନ୍ତ ସେ ଗଲେ, କେବେ ମଧ୍ୟ ଗୁରୁ ରାଗିଲେ ନାହିଁ। ହରେ କାଲି ବୁଝାଇଲି, ପରଦିନ ବୁଝାଇଲି, ଅପରଦିନ ବୁଝାଇଲି, ତୁ ବାରମ୍ବାର ଆସୁଛୁ, କ'ଣ ତୁ ଗୋଟେ ବୁଝିଲୁ ନାହିଁ? ଗୁରୁଙ୍କର ଏଇ ପ୍ରକାର କ୍ରୋଧ ନଥିଲା, ରାଗ ନଥିଲା, ବରଂ ଆଗ୍ରହ ସହିତ ତାକୁ କହୁଥିଲେ। ଗୁରୁ କେବେ ହେଲେ ବିରକ୍ତି ପ୍ରକାଶ କରିନାହାନ୍ତି। ଆସ ବାବୁ ଆସ, ବୁଝିପାରିଲ ନାହିଁ, 22 ଦିନ ହେଲା, ପୁଣି ଆସ ବୁଝେଇବି। ପୁଣି ବୁଝେଇଲେ। ପୁଣି ବୁଝେଇଲା ପରେ 23 ନମ୍ବର ଦିନରେ ସେ ଆଉ ଆସିଲେ ନାହିଁ। ଆସିଲେ ନାହିଁ। ଶୁଣ ପିଲାମାନେ, ଗୁରୁ ଧୈର୍ଯ୍ୟ ସହିତ ତାଙ୍କ ଘରକୁ ଗଲେ। ବାବୁ ଘରେ ଅଛ? ହଁ ଗୁରୁଦେବ ଅଛି। ଆଚ୍ଛା, ଯେଉଁ ବୁଝୁଥିଲ ତମ 22 ଦିନ ତକ ଯାଇ ଗଲ ମୋ ପାଖକୁ, ଆଉ ତୁମେ ବୁଝିଲ କି ନ ବୁଝିଲ ଯେ ଆଜି ତ ଗଲ ନାହିଁ? ନାଇଁ ଗୁରୁଦେବ ମୁଁ ବୁଝିଗଲି। ବୁଝିଗଲ? କ'ଣ ବୁଝିଲ? ବାବୁ ଆପଣ ଯାହା କହୁଥିଲେ, ଆପଣ ଧୈର୍ଯ୍ୟ ବିଷୟରେ ଶିଖାଇଲେ, କ୍ରୋଧର ପରିଣାମ ଶିଖାଇଲେ, ଆପଣ ଆହୁରି ଅନେକ ଅନେକ ଶିକ୍ଷା ଦେଲେ, ସେଇ ସବୁ ଶିକ୍ଷା ମୁଁ ଶୁଣୁଥିଲି, କିନ୍ତୁ କାର୍ଯ୍ୟକାରୀ ହେଉନଥିଲା। ଏବେ ଆପଣ ଯାହା ବୁଝେଇଛନ୍ତି ସେ ଉପଦେଶ ସବୁ ମୁଁ ନିଜେ ଚିନ୍ତା ହେଇଗଲି। ଉପଦେଶ ଯାହା ହେବା କଥା ବୋଲି ଲେଖା ହେଇଛି, ମୁଁ ତାହା ହୋଇଗଲି। ଆଚ୍ଛା ଧନ୍ୟବାଦ ବାବୁ, ତୋତେ ମୁଁ ଆଶୀର୍ବାଦ ଦେଉଛି, ଜୀବନରେ ତୋ ସୁନାମ ହଉ। ଗୁରୁ ଆଶୀର୍ବାଦ ଦେବି। ତେଣୁ ବାବୁମାନେ, ତୁମେ ଏବେ ଯାହା ଯାହା ଏଠି କହିଗଲ, ଗୁରୁଙ୍କର ଯେଉଁ ମହତ୍ କଥା ମାନେ ଶୁଣେଇଗଲ, ଗୁରୁମାନେ ଆମ ନମସ୍ୟ ବୋଲି ତୁମେ ନିଜେ ସ୍ୱୀକାର କରୁଛ। ଏଇ ଯାହା ଭାବୁଛ ହୃଦୟ କହୁ, ମୁହଁରେ କହି ହୃଦୟରେ ଯଦି ସେଇଟାକୁ ଯଦି ଗ୍ରହଣ କରିଛ, ତାହା ଫଳପ୍ରଦ ହେବ ନାହିଁ। ଭାତ ଡାଲି ଖାଇ ଭାତ ଡାଲି କହିଲେ ପେଟ ପୁରିବ ନାହିଁ, ତାକୁ ଖାଇବାକୁ ହୁଏ। ଯାହା ତୁମେ ଶିକ୍ଷା ପାଇଲ, ଜୀବନରେ ତାହାକୁ ଗ୍ରହଣ କରି ସେଇ ରୂପେ ନିଜକୁ ଚଳଣି କରିବା ପାଇଁ, ନିଜକୁ ଚଳେଇ ଦେବା ପାଇଁ, ନିଜର ହୃଦୟରେ ଗ୍ରହଣ କରିବା ପାଇଁ ଯଦି ଚେଷ୍ଟା କରିବ, ନିଶ୍ଚିତ ଭାବରେ ତୁମେ ନିଜର ସୁନାମ ଅର୍ଜନ କରିବ ଏବଂ ଗୁରୁମାନଙ୍କ ମଧ୍ୟ ସୁନାମ ବଢ଼ିବ। ଧନ୍ୟବାଦ ଆପଣମାନଙ୍କୁ। ମୁଁ ବହୁତ ସମୟ ଦେଇଗଲି। ଧନ୍ୟବାଦ। धन्यवाद सर, हमको बहुत किसी कहले। सर कहते द्रोणाचार्य विषय से बहुत भल, निश्चित भाव गुरु मान ही भल, किंतु दुख लगला से जेहेतु गुरुदेव तांकर पुत्र जेहेतु विवाद्य थिले, सेना प्रमाणित होउछे जे पिता मातांकर सुकर्म हो बा कुकर्म हो पुओ झिया मान ठारे प्रतिफलित होई थाए। एणु अनुमान करा जाउछे जे द्रोणाचार्य निश्चित भाव भल शांतिपूर्ण बोलिया प्रमाण करिछन, किंतु तांकर पुओ जेहेतु गोटे विवादीय हो गले, से लगी बोधे
ଟିକେ ଦୁଃଖ ଲାଗିଲା ସାର୍ ସବୁ ବୁଝେଇ ନେଲେ ଆଉ କହିଥିଲେ କିନ୍ତୁ ଆମର ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମର ଅନ୍ୟତମ ଧନ୍ୟବାଦ ଆୟାଙ୍କର ସନ୍ଦେହଟାକୁ ମୁଁ ଆଉ ଥରେ ଟିକେ କହୁଛି ମୁଁ ଜଣେ ପ୍ରସିଦ୍ଧ ପ୍ରବଚକ ହୋଇପାରେ ଜଣେ ନାମୀ ଗୁରୁ ରୂପେ ପୂଜା ପାଉଥାଇପାରେ এই অঞ্চলর জনে ভাল লোক বলিকি পূজা ফুল গ্রহণ করুথাইপারে কিন্তু মো পিলা যদি মোর আদর্শকে গ্রহণ ন করি কুলাঙ্গর হয়ে যায় অপান্বিক হয়ে যায় তার বাপা তো পূজা পাউলে এই কাহিনী পূজা ন পাইব হব নাই যে যে কর্ম করিব সেই কর্মর ফল নিশ্চয় ভোগিব জনে খারাপ লোক চোর ডকায়তি করে পেট পোষে ডাকু বদমাস হয়ে সে ସବୁଆଡ଼େ କୁଖ୍ୟାତ ଭାବରେ ନିନ୍ଦିତ ହୋଇଯାଇପାରେ ତାର ପୁଅ ଯଦି ଭଲ ମଣିଷଟିଏ ହେବ ସେ ମଧ୍ୟ ଅଗ୍ରପୂଜ୍ୟ ହେବ ସେ ମଧ୍ୟ ଅନ୍ୟମାନଙ୍କ ଦ୍ୱାରା ସେ ପୂଜା ପାଇବ ତେଣୁ ବାବୁମାନେ ଯଦି ଦ୍ରୋଣଗୁରୁ ଏମିତି ଥିଲେ ପୁଅଟା କୁଲାଙ୍ଗର ହେଲା ତାର ଫଳ ନ ଭୋଗିବ ତ କିଏ ଭୋଗିବ ଅଠାରେ ଏଇଠି ଜଣାଗଲା ଯେ ଯିଏ ଯେଉଁ କର୍ମ କରିବ ସେଇ ଫଳ ଭୋଗିବ ସେ ଯାହାର ବି ପୁଅ ହୋଇଥାଇପାରେ ତେଣୁକରି ଆମେ ଗୋଟେ କୁଖ୍ୟାତ ଡକାୟତର ପୁଅ ହେଲେ ମଧ୍ୟ ଆମେ କୂଳର ଚନ୍ଦ୍ରମା ପରି କୂଳକୁ ଆମେ ଉତ୍ପଳ କରିଦେବା ଆମେ ଅନ୍ୟମାନଙ୍କୁ ଶିକ୍ଷା ଦେଇପାରିବା ଏବଂ ଭଲ ଲୋକର ପୁଅ ହେଇକି ମଧ୍ୟ ଯଦି ଆମ କର୍ମ ଯଦି ଭୁଲ ରହେ ତାହେଲେ ଆମେ ନିନ୍ଦିତ ହେବା ଧନ୍ୟବାଦ।